करताଳ सह स्वागत करू पास्टर आयुब खान। आमे करताळ सह प्रभुको धन्यवाद देउछु, स्वागत करिया। सृष्टिकर्ता परमेश्वर के नाम धन्यवाद दिए आज सुंदर सुजोग निमंते तो सहित आम प्रातः प्रार्थना परिचालना करवा कमिटी वीरेन्द्र आज्ञा को विनय आज्ञा को पुणी मधुस्मिता दीदी को बहुत बहुत धन्यवाद दिए आज सुंदर सुजोग मत सहित ये प्रार्थना रे जड़ित थिबा प्रत्येक को मोर प्रेमपूर्ण नमस्कार। प्रेज द लॉर्ड जड़ाए। प्रेज द लॉर्ड। Praise the Lord. Hallelujah. धन्यवाद देवी आज कयर ग्रुप जो माने अति सुंदर गीत गाई हमन को प्रभु को उपस्थित मत पाणी छथि। हालेलुया। तो स्मिता दीदी को बहुत बहुत धन्यवाद। आज मोर जो प्रसंग रही छी ताको नै गीत गाई छथि। दुर्गम पथर यात्री चालले आगे चालले। आज मोर प्रसंग ला आर तारीख जरा प्रभुଙ୍କର ଆହ୍ୱାନ ଆସ ଆର ପାରିକି ଯିବା। ଆମର ଜୀବନ ଯାତ୍ରା ଅତି ଦୁର୍ଗମ। ଆମେ ଏହି ଦୁର୍ଗମ ପଥରେ ଯେତେବେଳେ ଯାତ୍ରା କରୁଛୁ ବାସ୍ତବରେ ପ୍ରଭୁଙ୍କ ଲକ୍ଷ୍ୟ ରଖି ଧରି ଧୈର୍ଯ୍ୟ ସାହସ ବିଶ୍ୱାସ ଆଉ ଆମେ ଆଗକୁ ଚାଲିବା। ଗୋଟେ ସୁନ୍ଦର ଗୀତ ଜଣେ ଲେଖନ୍ତି ଆଉ ସେ ଗୀତ ହେଲା କେମିତି ହେବି ମୁଁ ପାରିରେ ନାଉରି ଯିବାକୁ ଅଛି ମତେ ସେ ପାରି। ଯୀଶୁ ଡାକନ୍ତି ତତେ। ବାସ୍ତବରେ ପ୍ରଭୁ ଯୀଶୁ ଡାକନ୍ତି ଆମମାନଙ୍କୁ ଏଇ ଜଗତ ମଧ୍ୟରୁ ପାର ହେଇ ସେ ସିୟନ ଦେଶ ବା ଆର ପାରିକୁ ଯିବା ପାଇଁ। ଆଜି ଆମେ ପ୍ରସ୍ତୁତ ଅଛୁ କି ସେ ଆର ପାରିକୁ ଯିବା ପାଇଁ? ଆସନ୍ତୁ ଆମେ ଆଜିର ମନୋନୀତ ଶାସ୍ତ୍ରାଂଶଟି ପାଠ କରିବା। ମାର୍କ ତାର 4 ପର୍ବ 35 ପଦରୁ 41 ପଦ। ମାର୍କ 4 ପର୍ବ 35 ପଦରୁ 41 ପଦ ଯାଏ ସେଠାରେ ଲେଖା ଯାଏ ସେଇ ଦିନ ସନ୍ଧ୍ୟା ଖନ୍ତେ ସେ ସେମାନଙ୍କୁ କହିଲେ ଆସ ଆର ପାରିକୁ ଯିବା। ସେଥିରେ ସେମାନେ ଲୋକ ସମୂହକୁ ପରିତ୍ୟାଗ କରି ସେ ଯେପରି ଥିଲେ ସେହିପରି ତାହାକୁ ନୌକାରେ ସାଙ୍ଗରେ ଘେନିଗଲେ। ପୁଣି ଅନ୍ୟାନ୍ୟ ନୌକା ମଧ୍ୟ ତାଙ୍କ ସାଙ୍ଗରେ ଥିଲେ। ଆଉ ପ୍ରବଳ ପବନ ହେଲା। ପୁଣି ତରଙ୍ଗ ଆଘାତରେ ନୌକା ଟଳମଳ ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା। ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଞ୍ଚଳରେ ମୁଣ୍ଡ ଦେଇ ଶୋଇଥିଲେ। ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ ହେ ଗୁରୁ ଆମେ ମଲୁ, ଆପଣଙ୍କର କଣ ଚିନ୍ତା ନାହିଁ? ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ ତୁନି ହ ଚୁପ୍ କର। ସେଥିରେ ପବନ ବନ୍ଦ ହେଲା ଓ ସବୁ ସୁସ୍ଥିର ହେଲା। ପୁଣି ସେ ସେମାନଙ୍କୁ କହିଲେ ତୁମାନେ କାହିଁକି ଏଡ଼େ ଭୀରୁ? ଏ କଣ ତୁମଙ୍କର ବିଶ୍ୱାସ ନାହିଁ? ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପର କହିବାକୁ ଲାଗିଲେ ଏ ତେବେ କିଏ ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କର ଆଜ୍ଞା ମାନନ୍ତି। ପ୍ରଭୁ ଏପରି ତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ଆମେ ଗୋଟିଏ ମିନିଟ୍ ଆଖି ବନ୍ଦ କରିବା, ପ୍ରଭୁଙ୍କ ଚରଣରେ ବାକ୍ୟକୁ ରଖିବା। ପ୍ରଭୁ ବୁଝିବା ନିମନ୍ତେ ଆମମାନଙ୍କୁ ତାଙ୍କର ପବିତ୍ର ଆତ୍ମାଙ୍କ ଚାଳନ ଦେଇ କଥା କୁହନ୍ତୁ। ଆଜି ଆମମାନଙ୍କ ବାକ୍ୟର କି ପରମେଶ୍ୱର ପବିତ୍ର ଆତ୍ମାର ବିଶ୍ଵ ଆଦ୍ୟରେ ତୁମେ ବାକ୍ୟ ଈଶ୍ୱରଙ୍କ ସହିତ ଥିଲ। ପୁଣି ପ୍ରଭୁ ଏଇ ଶେଷ ଦିନରେ ତୁମର ବାକ୍ୟ ଦେଇ ଆମମାନଙ୍କୁ କଥା କହୁଥିବାରୁ ତୁମେ ଆମକୁ ଧନ୍ୟବାଦ ଦଉଛୁ। ପ୍ରଭୁ ଆଜିର ପଠିତ ଶାସ୍ତ୍ରାଂଶ ବୁଝିବା ପାଇଁ ତୁମର ପବିତ୍ର ଆତ୍ମାଙ୍କର ଜ୍ଞାନ ଶକ୍ତି ଚାଳନା ପ୍ରଦାନ କର। ମୋ ମୁଖର ଭାଷା ମନର ଚିନ୍ତା ପ୍ରଭୁ ହୃଦୟର କଳ୍ପନା ତୁମର ଗ୍ରହଣ ଯୋଗ୍ୟ ହେଉ। ଆଜିର ବାକ୍ୟ ଆମ ପ୍ରତ୍ୟେକଙ୍କ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ସାହାଯ୍ୟ କର। ଆମମାନଙ୍କ ଜଡ଼ ହୃଦୟକୁ ଖୋଲି ଦିଅ, ଆତ୍ମିକ କର୍ଣ୍ଣକୁ ଉନ୍ମୁକ୍ତ କର। ତୁମର ବାକ୍ୟ ଶୁଣିବୁ, ହୃଦୟରେ ରଖିବୁ, କାର୍ଯ୍ୟ କରିବା ପାଇଁ ସାହାଯ୍ୟ କର। ମୋ ନିଜକୁ ତୁମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଏଇ ସ୍ଥାନରେ ଦେଖିଲୁ ଶେଷ ପଦରେ ଲେଖାଯାଏ ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପର କହିବାକୁ ଲାଗିଲେ ଏ ତେବେ କିଏ? ବାସ୍ତବରେ ପ୍ରଭୁ ଯୀଶୁ କିଏ ଆଜି ମଧ୍ୟ ଜଗତର ଅନେକ ଭଲ ଭାବରେ ଜାଣିନାହାନ୍ତି। ତେଣୁ ତାଙ୍କ ବିଷୟରେ ବିଭିନ୍ନ ବିଷୟ ଗୁଡିକ କୁହନ୍ତି। ବର୍ତ୍ତମାନ ସମୟରେ ଯାହା ବିଶେଷ ଚର୍ଚ୍ଚାର ବିଷୟ ହୋଇଛି
से सब विषय आपण माने भल भाबरे जानती जहाँकि से सनातनी मूवी एवं कपि मिश्र कथा दिन प्रतिदिन आपण यूट्यूब रे आ अनेक प्रभुकर दास युक्ति तर्क पुणी प्रभु ए समस्त विषय आपण माने जानते मो से विषय कहबा पई चाहे नै मन पड़े प्रभु यीशु मध्य अपना शिष्य मानकु ए प्रश्न पचारिथिले जाकि माथ्यू तार 16 पर्व 13 रु 20 पद मार्क तार 8 पर्व 27 रु 29 पद ए दुईटी स्थान रे यीशु शिष्य मानकु पचारुचंती मु किए बोली लोक माने कोन कहंती यीशुकर प्रश्न थिला मु किए बोली लोक माने कोन कहंती सेतिरे शिष्य माने ताकु उत्तर देले के कहंती बप्तिस्म जोहन के कहंती एलियो आउ के कहंती जिरमियो आउ के कहंती आपण भाबादी मानक मध्यरु जणे यदि आज मध्य लोक मानक पचरा जाए और सेमाने विभिन्न प्रकार विवृत्ति प्रदान करती यीशु ख्रीष्ट ख्रिस्टियन मानकर देवता अटंती ख्रिस्टियन धर्म गोटे विदेशी धर्म यीशु विदेश रु आसीथिले ए प्रकार अनेक विषय से माने कहंती मात्र यीशु पर शिष्य मानक पचारुचंती कि मु किए बोली तो माने कोन कहछ 11 जन शिष्य नीरव किंतु शिष्य भीतर से ए उत्तर देउचंती आपण ख्रीष्ट जीवंत ईश्वरकर पुत्र हालेलुया सेथिरे यीशु पितर गपरे बहुत खुशी होछ एवं ताको धन्यवाद देउचंती आज मध्य माने जेतबेले नूतन विश्वासी मानकु ए विषय पचार से माने कोन कहि थांती माने ए मॉर्निंग प्रार्थना जेतबेले साक्ष्य देबा पई कुआ जाए अनेक नूतन विश्वासी ताकर साक्ष्य मध्य ताही प्रकाश करि थांती जदि जण को ज्वर हेउची भल ही पारु नै और जदि प्रभु कर कोनसी दास गुदार से सुसमाचार सुने प्रभु गठारे विश्वास करी तार समस्त पूजा विधि छाड़ी जेतले प्रभु कर वाक्य पढ़ी प्रार्थना करे वास्तव में से ज्वर रु सुस्थ हो जाए के कैंसर रोग रे पड़ी मध्य सुस्थता पाइबा पई प्रभु निकट को आसी प्रभु गठारे प्रार्थना करी सुस्थता पाती कार छुआ पिला न थाए और से माने अनेक चेष्टा पर मध्य जेतले ओडिसी छुआ पिला न हुए संतान संतति न हुए जे माने प्रभु कर लोक मान कथा सुनी सुसमाचार सुनी विश्वास करी प्रभु ठारे विश्वास सहित लगी रहती प्रार्थना करती और ताकर संतान संतति हुए जदि से मानक पचरा जाए जे यीशु ख्रीष्ट किए से ज्वर रु भल होइतिबा लोक कहबे जे यीशु ख्रीष्ट ज्वर भल करंती जे कैंसर रु भल होइता से कहे यीशु ख्रीष्ट कैंसर रोग को भल करंती और जार छुआ पिला न थाए बा संतान संतति न थाए ताको जदि पचरा जाए यीशु ख्रीष्ट किए सेतरे से कहि थाए ना यीशु ख्रीष्ट जार संतान संतति न थांती ताको से संतान संतति दियंती प्रिय माने जे जति की प्रभु ठारू पाइची जा जीवन में जति की प्रभु आश्चर्य कार्य करिसंती मंगलदान देइसंती सेही विषय को नै से माने यीशु कर परिचय प्रदान करि थांती तबे किपरि यीशु को पाइलो এই প্রশ্নর উত্তরে সেমানে অনেক সময় তাଙ୍କର সাক্ষীরে কইতাদি এই প্রকার সমস্যা দেই মো গতি করুতলি এই প্রকার রোগ মধ্যে দেই গতি করুতলি আর প্রভু যিশুর পরিচয় যেতলে পাইলে আর তাଙ୍କର প্রার্থনা কলে আর প্রভু মতে সুস্থতা দেলে মানে আজি মধ্য অনেক লোক যিশুକୁ ଯେତିକି ଜାଣିଛନ୍ତି ଆମେ ଶୁଣୁଛୁ ତଟି ମିଶ୍ର କହୁଛନ୍ତି 3ଟି ଖୁଣ୍ଟାରେ ଯେଉଁ ଯୀଶୁ ଝୁଲି ପଡ଼ିଲେ ନିଜକୁ ରକ୍ଷା କରିପାରିଲେନି ସେ କଣ ରକ୍ଷା କରିବେ ବାସ୍ତବରେ ତାଙ୍କର ସୀମିତ ଜ୍ଞାନ ମଧ୍ୟରେ ସେ ଯାହା ଜାଣନ୍ତି ତାହା ହିଁ ପ୍ରକାଶ କରନ୍ତି ମାତ୍ର ଯେଉଁମାନେ ବାସ୍ତବରେ ପ୍ରଭୁଙ୍କର ମହାନ ଶକ୍ତିର ପରିଚୟ ପାଇଛନ୍ତି ସେମାନେ ଜାଣନ୍ତି ପରମେଶ୍ୱର ପ୍ରଭୁ ଯୀଶୁ କି ପ୍ରକାର ମହାନ ଅଟନ୍ତି ତାଙ୍କର ଯେ ସାର୍ବଭୌମ ଅଧିକାର ଅଛି ନିଜେ ସୃଷ୍ଟିକର୍ତ୍ତା ପରମେଶ୍ୱର ଅଟନ୍ତି ଅତି ଭୟଙ୍କର ପରମେଶ୍ୱର ଅଟନ୍ତି प्रियमाने गोटे छोटिया घटना मु आपण मानकु कहबा पई चाहे थरे 4 जण अंध से माने सुनिले जे गोटे विराट बड़ जंगली हाथी मरी पड़ी और जो माने देखि चंती से माने आसी कहउचन जे एते बड़ विराट हाथी हमें केबे देखि न से करंट शॉक लागि मरी पड़ी और जतले ए 4 जण अंध सुनिले
ଯେ ବିରାଟ ବଡ ହାତୀଟି ମରି ପଡିଛି, ସେମାନଙ୍କ ମନର ମଧ୍ୟ ଇଚ୍ଛା ଆସିଲା ଯେ ଆମେ ଯାଇ ସେଇ ହାତୀକୁ ଦେଖି ଆସିବା। ଯଦିଓ ସେମାନେ ଅନ୍ଧ ଅଟନ୍ତି, କିନ୍ତୁ ସେମାନଙ୍କ ମନ ଭିତରେ ଗୋଟେ ଆଗ୍ରହ ରହିଲା, ଆସ ଆମେ ହାତୀକୁ ଦେଖିଯିବା। ଯେତେବେଳେ ସେମାନେ ଯାଉଛନ୍ତି, ସେ ହାତୀ ନିକଟରେ ପହଞ୍ଚୁଛନ୍ତି, ପ୍ରଥମ ଅନ୍ଧ ବ୍ୟକ୍ତିଟି ଯେ ଆଗରେ ଯାଉଥିଲା, ସେ ଯାଇ ତାଙ୍କର ସେ ହାତୀର ଗୋଡ ପାଖରେ ପହଞ୍ଚୁଛି, ଆଉ ସେ ଗୋଡଟାକୁ ଧରି କହୁଛି, ହାତୀଟା ଗୋଟେ ବରଗଛର ଗଣ୍ଡି ପରି ରହିଛି। ଆଉ ଜଣେ ତାଙ୍କ ଶୁଣ୍ଢ ପାଖରେ ଯାଇ ପହଞ୍ଚିଛି, ଆଉ ସେ ଶୁଣ୍ଢକୁ ଧରୁଛି ଆଉ କହୁଛି, ନା ତୁ ମିଛ କଥା କହୁଛୁ, ହାତୀ ବରଗଛର ଗଣ୍ଡି ପରି ନାହିଁ, ମାତ୍ର ଏହା ପାଣି କାଢିବା ଗୋଟେ ତେଣ୍ଡା ପରି ରହିଛି। ଆଉ ଜଣେ ଯାଇ ହାତୀର ପଛ ଭାଗରେ ପହଞ୍ଚିଛି, ଆଉ ସେ ଲାଞ୍ଜଟାକୁ ଧରିଛି। ସେ କହୁଛି, ତମେ ଦି ଜଣ ସମ୍ପୂର୍ଣ୍ଣ ମିଛ କଥା କହୁଛ। ସେ ଲୋକମାନେ ମଧ୍ୟ ଯୋଉ କହୁଥିଲେ ଏତେ ବଡ ହାତୀ, କିନ୍ତୁ ହାତୀଟା ତ ଗୋଟେ ବରଗଛ ଓହଳ ପରି ରହିଛି। ପ୍ରିୟମାନେ, ଶେଷ ବ୍ୟକ୍ତି ଯିଏ ଯାଇକି ସେ କାନ ପାଖରେ ପହଞ୍ଚିଛି, ଆଉ ହାତୀର କାନକୁ ଧରିଛି, ଆଉ ସେ କହୁଛନ୍ତି, ତମେ ସମସ୍ତେ ମିଛୁଆ। ହାତୀଟା ବାସ୍ତବରେ ଏତେ ବଡ ନୁହେଁ, ସେ ବରଗଛ ଗଣ୍ଡି ପରି ନୁହେଁ, କି ଏତେ ଛୋଟ ମଧ୍ୟ ନୁହେଁ ଯାହାକି ପାଣି କାଢିବା ତେଣ୍ଡା ପରି, କି ଏତେ ଛୋଟ ନୁହେଁ ଯେ ବରଗଛ ଓହଳ ପରି, ହାତୀଟା ତ ଗୋଟେ କୋଲ୍ହା ପରି। ପ୍ରିୟମାନେ, ମୋ କହିବାର ଅର୍ଥ, ଯିଏ ଯେତିକି ଅଂଶକୁ ସ୍ପର୍ଶ କରିଛି ସେତିକି ଅନୁଭବ ପାଇଛି, ଆଉ ସେ ହାତୀର ଆକାରଟି ଏମିତି ବୋଲି ସେ ପ୍ରକାଶ କରୁଛି। କିନ୍ତୁ ପ୍ରକୃତରେ ଯୋଉମାନେ ଦେଖିଛନ୍ତି ସେ ହାତୀକୁ, ସେ ହାତୀ ଯେ କେତେ ବଡ ବନ୍ଧୁ ସେମାନେ ଜାଣନ୍ତି। ଯୋଉମାନେ ଦେଖି ନାହାନ୍ତି, କେବଳ ସ୍ପର୍ଶ କରି ଅନୁଭବ କରିଛନ୍ତି, ମୁଁ କହିଲା ପରେ ଯେ ଜ୍ୱରରୁ ସୁସ୍ଥତା ହେଇଛି, ସେ କେବଳ ଏତିକି ଜାଣିଛି ଯେ ଯୀଶୁ ଜ୍ୱର ଭଲ କରିପାରନ୍ତି, ଯୀଶୁ କ୍ୟାନ୍ସରକୁ ସୁସ୍ଥ କରିପାରନ୍ତି, ଯୀଶୁ ସନ୍ତାନ ସନ୍ତତି ଦେଇପାରନ୍ତି। କିନ୍ତୁ ବାସ୍ତବରେ ଯୀଶୁ ସେତିକିରେ ସୀମିତ ନୁହନ୍ତି। ଯୀଶୁ ମହାନ ପରମେଶ୍ୱର ଅଟନ୍ତି। ତାଙ୍କର ପରିଚୟ ଯେ ପାଇଛି, ଯେ ତାଙ୍କୁ ଅନୁଭବ କରିଛି, ସେ ହିଁ ଜାଣିପାରେ। ଆଜି ମଧ୍ୟ ସେଇ ବିଷୟ ନେଇ ତର୍କ ବିତର୍କ ଚାଲିଛି। ଆସନ୍ତୁ ବର୍ତ୍ତମାନ ଆମେ ଆଜିକାର ପଠିତ ଶାସ୍ତ୍ରାଂଶକୁ ଯିବା। ଆମେ ଯେତେବେଳେ ସେଇ ମାର୍କ 4 ପର୍ବ ଏବଂ 5 ପର୍ବକୁ ଅଧ୍ୟୟନ କରିବା, ବାସ୍ତବରେ ଯୀଶୁଙ୍କର ଶକ୍ତିର ଅନେକ କିଛି ପରିଚୟ ଆମେ ସେଇ ସ୍ଥାନରେ ପାଇପାରିବା। ଯୀଶୁ କି ପ୍ରକାର, ଆଉ ଯୀଶୁଙ୍କର କି ପ୍ରକାର ସାର୍ବଭୌମ୍ୟ ଅଧିକାର ଅଛି, ତାଙ୍କର ଶକ୍ତିର ପରିଚୟ ମଧ୍ୟ ଆମେ ପାଇପାରିବା। ସେ ଯେ ବାସ୍ତବରେ ସ୍ୱୟଂ ଈଶ୍ୱର ଥିଲେ, ସେ ଯେ ବାସ୍ତବରେ ଜଣେ ସୃଷ୍ଟିକର୍ତ୍ତା ପରମେଶ୍ୱର ଥିଲେ, ଏହା ଆମେ ସେଇ ଅଂଶ ପଢିଲେ ଆମେ ଜାଣିପାରିବା। ମାତ୍ର 4 ଏବଂ 5 ପର୍ବରେ ଆମେ 4ଟି ବିଷୟକୁ ଆମେ ଦେଖିବାକୁ ପାଇପାରିବା। ମୁଁ ଆଜି 4ଟି ବିଷୟ ଆପଣମାନଙ୍କ ନିକଟରେ କହିବାକୁ ଯିବି ନାହିଁ, କିନ୍ତୁ ଗୋଟିଏ ବିଷୟ କହିବି। ତଥାପି ସେଇ 2ଟି ପର୍ବ ମଧ୍ୟରେ ଯୀଶୁଙ୍କର 4ଟି ବିଶେଷ ଆଶ୍ଚର୍ଯ୍ୟ କର୍ମକୁ ଆମେ ସେଇ ସ୍ଥାନରେ ଦେଖିବାକୁ ପାଇବା। ପ୍ରଥମ ବିଷୟ, ଯାହାକି ମରଣର ବିପଦ, ଯାହାକୁ କୁହାଯାଏ ଶାରୀରିକ ବିପଦ, ଯୋଉଟା କି ଶିଷ୍ୟମାନେ ସମୁଦ୍ରରେ ଯିବା ସମୟରେ ଯୀଶୁ ସାଙ୍ଗରେ ଥିଲେ, ତଥାପି ଝଡ଼ ତୋଫାନ ଆସିଥିଲା। ଏକ ଶାରୀରିକ ବିପଦର ସମ୍ମୁଖୀନ ହେଉଛନ୍ତି। ସେଇ ସମୟରେ କି ପ୍ରକାର ଭାବରେ ସେମାନେ ଉଦ୍ଧାର ପାଉଛନ୍ତି, ପରବର୍ତ୍ତୀ ସମୟରେ ଆଜିର ବାକ୍ୟକୁ ନେଇ ଚିନ୍ତା କରିବା ସମୟରେ ଆମେ ସେ ବିଷୟ ଚିନ୍ତା କରିବା। ଦ୍ୱିତୀୟ ବିଷୟ, ମାର୍କ ତାର 5 ପର୍ବ 1 ପଦରୁ 20 ପଦରେ ଆମେ ଦେଖୁ, ଗୋଟିଏ ଭୂତଗ୍ରସ୍ତ ଲୋକ, ଯାହାକି ଏକ ବିରଳ ସମସ୍ୟା, ସମସ୍ତଙ୍କ ଜୀବନରେ ତାହା ଦେଖାଯାଏ ନାହିଁ, ଏବଂ ଯେଉଁମାନଙ୍କ ଜୀବନରେ ତାହା ଦେଖାଯାଏ ଏବଂ ଯେଉଁମାନେ ଭୂତ ଦ୍ୱାରା ଆକ୍ରାନ୍ତ ହୁଅନ୍ତି, ସେମାନେ କୌଣସି ମଙ୍ଗଳ ପାଆନ୍ତି ନାହିଁ। ନଷ୍ଟ ହେବା ପାଇଁ, ଆଉ ହଇରାଣ ହରକତ ହେବା ପାଇଁ, ଏବଂ ତା ଜୀବନରୁ ଶାନ୍ତି ନଷ୍ଟ କରିବା ପାଇଁ ଏହିପରି ଘଟଣା ଘଟିଥାଏ, ଯାହାକି ଏମାନଙ୍କର ମାନସିକ ଭାରସାମ୍ୟକୁ ହରାଇ ଅଶାନ୍ତିରେ ଜୀବନ କାଟିବା ସମୟରେ ପ୍ରଭୁ ଯୀଶୁ ଶାନ୍ତ କରିଥାନ୍ତି। ଆଉ ତୃତୀୟ ବିଷୟ, ମାର୍କ ତାର 5 ପର୍ବ 25ରୁ 34 ପଦ ଦେଖିବା। ଏକ ଶାରୀରିକ ରୋଗରୁ ସୁସ୍ଥତା ଦେବା ପରମେଶ୍ୱର। ଗୋଟିଏ ସ୍ତ୍ରୀ 12 ବର୍ଷ ଧରି ପ୍ରଦର୍ଭସ୍ତ ରୋଗରେ ଆକ୍ରାନ୍ତ ହୋଇଛି, ଅନେକ ଅର୍ଥ ଖର୍ଚ୍ଚ କରିଛି, ଅନେକ ଡକ୍ଟର ବୈଦ୍ୟଙ୍କ ପାଖକୁ ଯାଇଛି, ଅନେକ ଉପଚାର କରିଛି, କିନ୍ତୁ କୌଣସି ଫଳ ପାଇପାରି ନାହିଁ। ଶେଷରେ ସେ ପ୍ରଭୁ ଯୀଶୁଙ୍କର କଥା ଶୁଣିଛି, ଆଉ ପ୍ରଭୁ ଯୀଶୁଙ୍କ ଖ୍ରୀଷ୍ଟଙ୍କ ନିକଟକୁ ବିଶ୍ୱାସ ସହିତ ଆସିଛି ଏବଂ ତାଙ୍କ ଚୁମ୍ପା ଛୁଇଁ ସୁସ୍ଥତା ପାଇଛି। ଆଉ ଚତୁର୍ଥ ବିଷୟ, ଯାହା ସବୁଠାରୁ ବଡ଼ ବିଷୟ,
ଯୋଉଟାରୁ କେହି ମଧ୍ୟ ରକ୍ଷା ପାଇପାରନ୍ତି ନାହିଁ, ଯାହାକି ମୃତ୍ୟୁରୁ ଜୀବନ ଦେବା। ଜାଇରସଙ୍କର ଝିଅ 12 ବର୍ଷର ଝିଅ ସେ ମୃତ୍ୟୁ ଶଯ୍ୟାରେ ପଡିଥିଲା। ଆଉ ଯୀଶୁ ସେଇ ସ୍ଥାନକୁ ଯାଉଥିଲେ, ଲୋକମାନେ ଆସି କହିଲେ ଯେ ଗୁରୁକୁ ଆଉ କାହିଁକି କଷ୍ଟ ଦଉଛ, ଝିଅ ମରିଗଲାଣି। କିନ୍ତୁ ଯୀଶୁ ଜାଇରସ କହିଲେ ବିଶ୍ୱାସ କର, ଆଉ ସେଇ କଥାରେ ସେ ବିଶ୍ୱାସ କଲେ, ଯୀଶୁଙ୍କ ସହିତ କଲେ। ଆମେ ଦେଖୁଛୁ ଯେଉଁ ମୃତ୍ୟୁରୁ କାହାକୁ ମଧ୍ୟ ଛାଡ ନାହିଁ। ଅନେକ ଡାକ୍ତର, ଚାରିଆଡେ ଡାକ୍ତର, ଔଷଧ ଆଉ ସବୁ ଥାଇ ମଧ୍ୟ, ସରଞ୍ଜାମ ଥିଲେ ମଧ୍ୟ ପ୍ରାଣକୁ ଯେପରି କେହି ବଞ୍ଚାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେଥିରେ ସଫଳ ହୁଅନ୍ତି ନାହିଁ। ମୃତ୍ୟୁର ଧକ୍କା ଥରେ ମାରିଲେ ତାକୁ ଏଡାଇ ଦିଆଯାଇପାରେ ନାହିଁ। ମୃତ୍ୟୁ ଶେଷ ଶବ୍ଦ ଯେପରି ପ୍ରତି ମନୁଷ୍ୟ ଜୀବନରେ ରହିଛି, ଯେପରି ମୃତ୍ୟୁ ଆମର ଶତ୍ରୁ, ସେ ଶତ୍ରୁ ହେଲେ ମଧ୍ୟ ଦିନେ ଆମେ ତାର କୋଳରେ ଶୋଇବାକୁ ବାଧ୍ୟ। ତଥାପି ଯଦି ଆମେ ତାଙ୍କ ଆଜ୍ଞାରେ ବାଧ୍ୟ ହେବୁ, ତେବେ ଜାଇରସ ପରି ଆଶ୍ଚର୍ଯ୍ୟ କର୍ମ ଦେଖିବାକୁ ପାଇବା। এই ସ୍ଥାନରେ ଦେଖୁଛୁ ଶାରୀରିକ ବିପଦରୁ ମୁକ୍ତି, ମାନସିକ ଭାରସାମ୍ୟ ହରାଇଥିବା, ଅଶାନ୍ତିରେ ଦିନ କାଟୁଥିବା ବ୍ୟକ୍ତିର ମନରେ ଶାନ୍ତି। ଆଉ ତୃତୀୟ ବିଷୟ ଦେଖିଲୁ ଯେ ଶାରୀରିକ ଅସୁସ୍ଥତା, ରୋଗରୁ ସୁସ୍ଥ, ପୁଣି ମୃତ୍ୟୁରୁ ଜୀବନ, ପୁନର୍ବାର ଜୀବନ ପାଇବା। এই ସବୁ ବିଷୟ ଦ୍ୱାରା ଆମେ ପ୍ରଭୁଙ୍କର ପରିଚୟ କିଛି ମାତ୍ରାରେ ପାଇଥାଉ ଯେ ପ୍ରଭୁଙ୍କର ସକ୍ଷମ କଣ ଅଟେ। ଆଜି ଆମେ ଯୋଉ ପ୍ରଥମ ବିଷୟ ଦେଖିଲୁ, ଶାରୀରିକ ବିପଦ ବା ମରଣର ବିପଦ, ଏକ ବିପଦର ସମ୍ମୁଖୀନ ସେମାନେ ହେଇଛନ୍ତି, ଯାହାକି ମାର୍କ ତାର 4 ପର୍ବ 35ରୁ 41 ପଦ ଆମେ ପାଠ କରିଥିଲୁ। ଏହା ଅତି ଜଣାଶୁଣା ବିଷୟ। ଆମେ ଛୋଟ ବେଳୁ ସଣ୍ଡେ ସ୍କୁଲରୁ এই ବିଷୟ ପାଠ କରି ଆସୁଛୁ, এই ବିଷୟ ଶୁଣି ଶୁଣି ଆସୁଛୁ। କିଛି ନୂଆ ବିଷୟ ନୁହେଁ, ତଥାପି ମଧ୍ୟ ବାକ୍ୟ କୁହେ, ଯାହାକି ଏଭ୍ରି ତାର 2 ପର୍ବ 1 ପଦରେ ଶୁଣିଥିବା ବିଷୟ ପ୍ରତି ଅଧିକ ମନୋଯୋଗୀ ହେବା, ନହେଲେ କାଳେ ଲକ୍ଷ୍ୟ ଭ୍ରଷ୍ଟ ହେବା। ମୋ ପ୍ରିୟ ମାନେ, ଆମେ ଯୋଉ ଲକ୍ଷ୍ୟ ପଛରେ ଦୌଡୁଅଛୁ, ଯଦି ବାରମ୍ବାର ମାନେ ସେଇ ବିଷୟ ଶୁଣିବା ଆଉ ନିଜକୁ ପ୍ରସ୍ତୁତ କରିବା, ଆଗକୁ ବଢିବା, ତାହେଲେ କେବେ ମଧ୍ୟ ଲକ୍ଷ୍ୟ ଭ୍ରଷ୍ଟ ହେବା ନାହିଁ। ଆଉ ଯେତେବେଳେ ଯୀଶୁ ଶିଷ୍ୟମାନଙ୍କୁ କହିଲେ ଆସ ଆର ପାରିକୁ ଯିବା, ସେଠାରେ ଆମେ ଦେଖୁଛୁ ଶିଷ୍ୟମାନେ ଯିଏ ଯେଉଁ ଅବସ୍ଥାରେ ଥିଲେ, ଆଉ ସେଇ ଅବସ୍ଥାରେ ସେମାନେ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଇଯାଉଛନ୍ତି। ଯୀଶୁଙ୍କର ଆଜ୍ଞାବହ ହେଇ ନୌକା ନେଇ ବାହାରି ଗଲେ, ଆଉ ସେମାନେ ଯିବା ସମୟରେ ଝଡ଼ର ସମ୍ମୁଖୀନ ହଉଛନ୍ତି। ଅତି ଜୋରରେ ତୋଫାନ ଆସିଲା, ନୌକାରେ ପାଣି ଭର୍ତ୍ତି ହେଇଗଲା। ଶିଷ୍ୟମାନେ ନିଶ୍ଚିତ ଭାବେ ପାଣି ବାହିଥିବେ, ଆଉ ସେ ନୌକାକୁ ନିୟନ୍ତ୍ରଣ କରିବା ପାଇଁ ବହୁତ ଚେଷ୍ଟା କରିଥିବେ, ତଥାପି ଡଙ୍ଗା ନିୟନ୍ତ୍ରଣର ବାହାରେ। ସେମାନେ ଦେଖୁଛନ୍ତି ଆମର ସୁନିଶ୍ଚିତ ମୃତ୍ୟୁ ରହିଛି। ଯୋଉ ପ୍ରକାର ପବନ, ଝଡ଼, ତୋଫାନ ହଉଛି, ନୌକା ନିଶ୍ଚିତ ଭାବରେ ବୁଡିଯିବ, ଆମେ ସମସ୍ତେ ମରିଯିବା। ଆଉ ସେଇ ସମୟରେ ଯୀଶୁ କଣ କରିଛନ୍ତି ନା, ଡଙ୍ଗାର ଶେଷ ମଙ୍ଗରେ ସେ ମୁଚୁଳା ଉପରେ ମୁଣ୍ଡ ଦେଇ ଶୋଇଛନ୍ତି। ମାନେ ଯଦି ବାଇବେଲ ମଧ୍ୟରେ ଦେଖିବା, 2ଟି ସ୍ଥାନରେ ଶୋଇବା ବିଷୟ ଲେଖାଯାଏ। ଗୋଟିଏ ହେଲା ପୁରାତନ ନିୟମରେ ଜୁନସଙ୍କ ସମୟରେ, ଜୁନସକୁ ପରମେଶ୍ୱର ପଠାଇଲେ ନିନିବିକି ଯିବା ପାଇଁ, କିନ୍ତୁ ସେ ନିନିବିକି ନ ଯାଇ ତର୍ଷୀସକୁ ଗଲେ। ଆଉ ପ୍ରଭୁଙ୍କର ଆଜ୍ଞା ଅମାନ୍ୟ କରି ସେ ଯାଇ ସେ ଜାହାଜର ତଳ ମହଲାରେ ଶାନ୍ତିରେ ଶୋଇଛନ୍ତି। ଏହି ସମୟରେ ଝଡ଼ ତୋଫାନ ଉପସ୍ଥିତ ହେଉଛି। ଏହି ସମୟରେ ଦେଖୁ ଯୀଶୁ କ୍ଳାନ୍ତି ଅନୁଭବ କରି ଶାନ୍ତିରେ ଶୋଇଛନ୍ତି, କିନ୍ତୁ ଆଉ ଝଡ଼ ତୋଫାନ ଆସି ପହଞ୍ଚୁଛି। ସେଇ ସମୟରେ ଦେଖୁ ଯେ ଜୁନସ ଈଶ୍ୱରଙ୍କର ଆଜ୍ଞା ଅମାନ୍ୟ କରି ଶାନ୍ତିରେ ଶୋଇଛନ୍ତି, ଆଉ ସେଇ ସମୟରେ ଝଡ଼ ତୋଫାନ ଆସୁଛି। ଆମେ କହିଥାଉ ଈଶ୍ୱରଙ୍କର ଅବାଧ୍ୟ ହେଲେ ଆମମାନଙ୍କର ଜୀବନ ଯାତ୍ରାରେ ଝଡ଼ ତୋଫାନ ଆମେ ସମସ୍ତ ସମ୍ମୁଖୀନ ହେଇଥାଉ, କିନ୍ତୁ ସବୁ କ୍ଷେତ୍ରରେ ତାହା ନୁହେଁ। ଏଠାରେ ଶିଷ୍ୟମାନେ ଆଜ୍ଞାବହ ହେଇଛନ୍ତି। ଯୀଶୁ କହୁଛନ୍ତି ଆସ ଆର ପାରିକି ଯିବା। ସେମାନେ ସଙ୍ଗେ ସଙ୍ଗେ ଯୀଶୁଙ୍କର ବାକ୍ୟରେ ବାଧ୍ୟ ହୋଇ ପ୍ରସ୍ତୁତ ହେଇ ବାହାରିଛନ୍ତି, ଆଉ ଯୀଶୁ ମଧ୍ୟ ତାଙ୍କର ସାଙ୍ଗରେ ଅଛନ୍ତି। ତଥାପି ମଧ୍ୟ ସେମାନେ ଝଡ଼ର ସମ୍ମୁଖୀନ ହେଉଛନ୍ତି। ଏହି ଝଡ଼ ଆସିବାର ଉଦ୍ଦେଶ୍ୟ କଣ ଥିଲା? ଆମେ ଏହି ସ୍ଥାନରେ ଯେ ଦେଖୁ 3ଟି
ବିଷୟ ମାନେ ଦେଖିବାକୁ ପାଉ। ତିନୋଟି ଅନୁଯୋଗର ବିଷୟ, ତିନୋଟି ଅନୁଯୋଗର ବିଷୟ ଏଇ ଆମେ ପଠିତ ଶାସ୍ତ୍ରାଂଶ ମଧ୍ୟରେ ଦେଖିବାକୁ ପାଉ। ପ୍ରଥମ ହେଲା ନା ଦୋଷାରୋପ କରି କହିବା। ତିନୋଟି ଅନୁଯୋଗ ଯୀଶୁଙ୍କୁ ସେମାନେ କହୁଛନ୍ତି, କିନ୍ତୁ ଦୋଷାରୋପ କରି କହୁଛନ୍ତି ଶିଷ୍ୟମାନେ, ତୁମର କଣ ଚିନ୍ତା ନାହିଁ, ଆମମାନେ ମଲୁ। ଦ୍ୱିତୀୟ ଅନୁଯୋଗ ଯୀଶୁଙ୍କର ଥିଲା ଝଡ଼ ତୋଫାନ ସମୁଦ୍ର ତରଙ୍ଗକୁ ଯୀଶୁ ଆଦେଶ ଦଉଛନ୍ତି ତୁନି ହୋ ଚୁପ୍ କର। ଆଉ ତୃତୀୟ ଅନୁଯୋଗ ଶିଷ୍ୟମାନଙ୍କ ପ୍ରତି ଯୀଶୁଙ୍କର ଥିଲା, ଯାହାକି ସେ କହୁଛନ୍ତି ଶିଷ୍ୟମାନଙ୍କୁ ଯେ ତୁମାନେ ଏତେ ଭୀରୁ, ତୁମାନଙ୍କର କଣ ବିଶ୍ୱାସ ନାହିଁ। এই তিনটি অনুযোଗ বিষয় আমাদের বর্তমান চিন্তা করিবা। শিষ্যମାନଙ୍କର ଅନୁଯୋଗ ବା ଯୀଶୁଙ୍କ ନିକଟରେ ଏହା କହିବା କଣ ବୋଲି ଶିଷ୍ୟମାନେ କହିଲେ, ହେ ଗୁରୁ ଆମେମାନେ ମଲୁ, ଆପଣଙ୍କର କଣ ଟିକେ ମଧ୍ୟ ଚିନ୍ତା ନାହିଁ। ମାର୍କ ତାର 4 ପର୍ବ 38 ପଦରେ ଏହା ଲେଖାଯାଏ, ଯେଉଁ ପ୍ରଭୁ ଯୀଶୁ କହୁଛନ୍ତି ତୁମମାନଙ୍କର ସମସ୍ତ ଚିନ୍ତାର ଭାର ମୋ ଉପରେ ପକାଅ, ମୁଁ ତୁମମାନଙ୍କ ମଧ୍ୟରେ ଚିନ୍ତା କରୁଅଛି। ଦାଉଦ ଲେଖନ୍ତି, ତୁମେ ଆପଣ ଭାର ମୋ ଉପରେ ପକାଅ, ମୁଁ ତୁମକୁ ସମ୍ଭାଳିବି। ଯେ ଆହ୍ୱାନ ଦିଅନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଯିଏକି ସ୍ୱର୍ଗର ସୁଖ ଛାଡ଼ି ଆମମାନଙ୍କୁ ଏତେ ପ୍ରେମ କଲେ, ଆମମାନଙ୍କୁ ଶାନ୍ତି ଦେବା ନିମନ୍ତେ, ଆମମାନଙ୍କ ନିମନ୍ତେ ଚିନ୍ତା କରିବା ନିମନ୍ତେ, ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଏ ଜଗତ ମଧ୍ୟକୁ ଆସିଲେ, ସମସ୍ତ ଯାତନା ସହ୍ୟ କଲେ, ଆମମାନଙ୍କ ନିମନ୍ତେ କ୍ଷତ ବିକ୍ଷତ ହେଲେ, ମୃତ୍ୟୁବରଣ କଲେ, ତଥାପି ଆଜି ଶିଷ୍ୟମାନେ ଏହା କୁହନ୍ତି, ଆପଣଙ୍କର କଣ ଆମମାନଙ୍କ ନିମନ୍ତେ ଚିନ୍ତା ନାହିଁ? ଆମେ ବୋଲୁ ଆପଣଙ୍କ କଣ ଆମମାନଙ୍କ ନିମନ୍ତେ ଚିନ୍ତା ନାହିଁ? ଅର୍ଥାତ୍ ଆଜି ବି ମନୁଷ୍ୟ ତାହା ହିଁ କରି ଆସୁଛି। ବେଳେ ବେଳେ ବିଶ୍ୱାସୀ ମାନେ ଦୁଃଖ ସମସ୍ୟା ବିପଦ ଯେତେବେଳେ ପଡେ, ସେତେବେଳେ କୁହନ୍ତି, ହେ ଈଶ୍ୱର, ହେ ପ୍ରଭୁ, ତୁମେ କେଉଁଠାରେ ଅଛ? ତୁମର କଣ ଚିନ୍ତା ନାହିଁ? ତୁମେ କଣ ଆମମାନଙ୍କୁ ଦେଖୁନ? ତୁମେ କଣ ଜାଣିପାରୁନ ଆମେ କି ପ୍ରକାର ପରିସ୍ଥିତି ଦେଇ ଗତି କରୁଛୁ, କେଉଁ ଅବସ୍ଥାରେ ଗତି କରୁଛୁ? ଏପରି କହି ଆମେ ଅଭିଯୋଗ କରିଥାଉ ଏବଂ ଶିଷ୍ୟମାନଙ୍କ ପରି କହିଥାଉ, ତୁମର କଣ ଆମ ପାଇଁ ଚିନ୍ତା ନାହିଁ? ଶିଷ୍ୟମାନେ ମଧ୍ୟ ସେଇ ପରି କହି ଯୀଶୁକୁ ଉଠାଇଲେ। ହୁଏତ ହଲେଇକି ସେମାନେ ଯୀଶୁକୁ ଉଠେଇ ଯାଇପାରନ୍ତି। ଆଉ ଯୀଶୁ ଯେତେବେଳେ ଉଠିଲେ, ଆଉ ସେତେବେଳେ ସେ କଣ କଲେ ନା ସଙ୍ଗେ ସଙ୍ଗେ ଝଡ଼ ତୋଫାନକୁ ସୁସ୍ଥିର କଲେ। କିନ୍ତୁ ସେମାନେ ଏଠାରେ ଏତେ ବିବ୍ରତ ହେଇ ପଡୁଛନ୍ତି, କାରଣ ଯୀଶୁ ତାଙ୍କ ସଙ୍ଗରେ ଅଛନ୍ତି, ଯିଏ ତାଙ୍କୁ କହିଛନ୍ତି ଆସ ଆର ପାରିକି ଯିବା। ତାଙ୍କର ବାକ୍ୟ ଉପରେ ସେମାନଙ୍କର ବିଶ୍ୱାସ ରହିବା ଆବଶ୍ୟକ। ଯୀଶୁ ଯେ କହିଛନ୍ତି ଆର ପାରିକି ଯିବା, ଯିଏକି ଆମ ନୌକା ମଧ୍ୟରେ ଅଛନ୍ତି, ଯିଏକି ସୃଷ୍ଟିକର୍ତ୍ତା ପରମେଶ୍ୱର, ଏହି ବିଶ୍ୱାସ ସେମାନଙ୍କର ସେ ବିପଦ ସମୟରେ କୁଆଡେ ଉଭେଇଗଲା। ତାଙ୍କ ଉପରେ ଯୋଉ ଭରସା, ସେ ଟିକକ ମଧ୍ୟ ସେମାନଙ୍କର କେଉଁ ସ୍ଥାନକୁ ଚାଲିଗଲା। ତେଣୁକରି ସେମାନେ ଚିତ୍କାର କରି ତାଙ୍କୁ ଉଠଉଛନ୍ତି, ହେ ଗୁରୁ ଆମେ ମଲୁ, ଉଠ। ମୋ ପ୍ରିୟମାନେ, ଯୀଶୁକୁ ଯେତେବେଳେ ସେମାନେ ଉଠଉଛନ୍ତି, ସେମାନେ କଣ ଆଶା କରି ଉଠଉଛନ୍ତି? ସେମାନେ ବଡ ବିରକ୍ତି ପ୍ରକାଶ କରି ତାଙ୍କୁ ଉଠଉଛନ୍ତି। ଅନେକ ସମୟରେ ଆମ ଘରେ କିମ୍ବା କୌଣସି ଜାଗାରେ ଯଦି ବିପଦ ଆସିଥାଏ, ଘର ସମସ୍ତେ ବ୍ୟସ୍ତ ବିବ୍ରତ ହେଇ ପଡିଥାନ୍ତି। ସେଇ ସମୟରେ ଜଣେ ଯଦି ଆରାମ ସେ ଚେୟାରରେ ବସିଛି କିମ୍ବା ଖଟରେ ଶୋଇଛି, ଗୋଡ ଉପରେ ଗୋଡ ଲଦି, ସେତେବେଳେ ଆମେ କଣ କହିଥାଉ? ତୋର କଣ ଟିକେ ଚିନ୍ତା ନାହିଁ? ଆମେ କୋଉ ପ୍ରକାର ଅବସ୍ଥାରେ ଅଛୁ, ବର୍ତ୍ତମାନ ପରିସ୍ଥିତି କଣ, ତ ଆରାମ ସେ ଶୋଇଛୁ। ଏହି ପ୍ରକାର ମନୋଭାବରେ ହୁଏତ ଶିଷ୍ୟମାନେ ସେଦିନ ଯୀଶୁକୁ ଉଠାଇଥିବେ। ସେମାନେ ଭାବିନଥିଲେ ଯୀଶୁ ଉଠି କଣ କରିବେ। ସେମାନେ ଭାବିଥିଲେ ହୁଏତ ଆମ ପରି ସେ ମଧ୍ୟ ବ୍ୟସ୍ତ ବିବ୍ରତ ହେବେ, ଆମକୁ ସାହାଯ୍ୟ କରିବେ, କିଛି ନିର୍ଦ୍ଦେଶ ଦେବେ, ଏହା ଭାବି ହୁଏତ ଉଠେଇଥିବେ। କିନ୍ତୁ ଯୀଶୁ ଯେତେବେଳେ ଉଠିଲେ, ଆଉ ସାଙ୍ଗେ ସାଙ୍ଗେ କଣ କଲେ ନା ସେଇ ପବନକୁ ଆଉ ସମୁଦ୍ରକୁ, ସେଇ ତରଙ୍ଗକୁ ତୁନି ହୋ ଚୁପ୍ କର ବୋଲି ସେ ନିର୍ଦ୍ଦେଶ ଦଉଛନ୍ତି। ଯାହାକି ଆମେ ଦ୍ୱିତୀୟ ଅନୁଯୋଗ ଆମେ ପଢିଲୁ ଯେ କଣ ନା ପବନକୁ ଆଉ ତରଙ୍ଗକୁ କହୁଛନ୍ତି ତୁନି ହୋ ଚୁପ୍ କର। ସେତିକି ଯଥେଷ୍ଟ ଥିଲା। ପ୍ରଭୁଙ୍କର ସେତିକି ଧମକ, ସେତିକି ଅନୁଯୋଗ ଯଥେଷ୍ଟ ଥିଲା। ଆଉ ଯୀଶୁ ଯେତେବେଳେ କହୁଛନ୍ତି ସୁସ୍ଥିର ହୁଅ, ତୁନି ହୋ ଚୁପ୍ କର, ସେତେବେଳେ ସାଙ୍ଗେ ସାଙ୍ଗେ ସବୁ କିଛି ଚୁପ୍ ହେଇଯାଇଥିଲା। ଯେପରିକି ଗୋଟିଏ କ୍ଲାସରେ ଦୁଷ୍ଟ ହଉଥିବା ପିଲାମାନେ, ପାଟି କରୁଥିବା ପିଲାମାନେ, ଆଉ ସାର୍ ଯେତେବେଳେ ଆସନ୍ତି ସମସ୍ତେ ସାଇଲେନ୍ସ ପ୍ଲିଜ୍ ବୋଲି କହିଲା ସମସ୍ତେ ପାଟିରେ ଆଙ୍ଗୁଠି ଦେଇ ବସନ୍ତି, ଚୁପଚାପ ହେଇଯାନ୍ତି। ଠିକ ସେଇପରି ପ୍ରଭୁଙ୍କର ଯେତେବେଳେ ଧମକ ଥିଲା,
ସେଇ ପବନ ଝଡ଼ ତୋଫାନକୁ ତୁନି ହଚୁକ୍ ସାଙ୍ଗେ ସାଙ୍ଗେ ସେଇ ଝଡ଼ ତୋଫାନ ମଧ୍ୟ ସେଦିନ ସୁସ୍ଥିର ହେଇଯାଇଥିଲା। ଆମମାନଙ୍କ ପ୍ରଭୁ ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରନ୍ତି, ଅବସ୍ଥାକୁ ନିୟନ୍ତ୍ରଣ କରିପାରନ୍ତି, ସେମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି, ସେମାନଙ୍କ ଜୀବନ ଯାତ୍ରାର ସମ୍ମୁଖୀନ ହେଉଥିବା ଝଡ଼ ତୋଫାନକୁ, ଆମର ଅସ୍ଥିର ଜୀବନକୁ ପ୍ରଭୁ ନିୟନ୍ତ୍ରଣ କରିପାରିବେ ଗୋଟିଏ ଅନୁଯୋଗ ଏବଂ ଗୋଟିଏ ଧମକରେ। ଚୁପ୍ କର ତୁନି ହୋ। ହାଲେଲୁୟା। ଆଜି ସେଇ ବିଶ୍ୱାସ ପ୍ରଭୁଙ୍କ ଠାରେ ଆମର ଅଛି କି? ସେଦିନ ଶିଷ୍ୟମାନଙ୍କ ମଧ୍ୟରେ ମଧ୍ୟ ଥିବା ସମୟରେ ଶିଷ୍ୟମାନଙ୍କର ସେଇ ବିଶ୍ୱାସ ତାଙ୍କ ନିକଟରେ ନଥିଲା। ଆଉ ତୃତୀୟ ଅନୁଯୋଗ ଆମେ ଏଠାରେ ଦେଖୁଛୁ, ଯେତେବେଳେ ସବୁ ସୃଷ୍ଟିର ହେଲା ସେତେବେଳେ ଯୀଶୁ ଶିଷ୍ୟମାନଙ୍କୁ ଅନୁଯୋଗ କରି କହୁଛନ୍ତି, ଏ କଣ ତୁମେ କାହିଁକି ଏଡ଼େ ଭୀରୁ? ତୁମମାନଙ୍କର କଣ ବିଶ୍ୱାସ ନାହିଁ? ଯୀଶୁ କହୁଛି, ତୁମମାନଙ୍କର କାହିଁକି ବିଶ୍ୱାସ ନାହିଁ? ମୋ ପ୍ରିୟ ମାନେ, ଆମେ ବାକ୍ୟରେ ଦେଖୁ, ଯିଶାୟରେ ମଧ୍ୟ ଲେଖାଯାଏ, ଭୟ କର ନାହିଁ, ଆମେ ତୁମ ସଙ୍ଗରେ ଅଛୁ, ନିରାଶ ହୁଅ ନାହିଁ, ଆମେ ତୁମର ପରମେଶ୍ୱର। ଜଣେ ଦାଉଦ ଯିଏକି ଗୋଟିଏ ବିଷୟ କହିପାରିଥିଲେ, ଗୀତ ସଂହିତା ତାର 23 ଗୀତ 4 ପଦରେ, ଏଣୁ ମୃତ୍ୟୁ ଛାୟା ଉପତ୍ୟକା ଦେଇ ଗମନ କଲେ ହିଁ ମୁଁ କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ତୁମେ ମୋର ସହବର୍ତ୍ତୀ। ହାଲେଲୁୟା। ଆଜି ଶିଷ୍ୟମାନେ ସେଇ ବିଶ୍ୱାସ ରହିଥିଲେ, ତେଣୁକରି ପ୍ରଭୁ ଯୀଶୁ ତାଙ୍କୁ କହୁଛନ୍ତି ଯେ ତୁମମାନଙ୍କର କଣ ମୋ ଉପରେ ବିଶ୍ୱାସ ନାହିଁ? ମୋ ପ୍ରିୟମାନେ, ସେଇ ସମୟରେ ବାହାରେ ସେମାନେ ଦେଖୁଛନ୍ତି ଝଡ଼ ତୋଫାନ, କିନ୍ତୁ ଯୀଶୁ ଶିଷ୍ୟମାନଙ୍କର ହୃଦୟ ମଧ୍ୟରେ ଦେଖୁଛନ୍ତି ଏକ ଭୟଙ୍କର ବିଷୟ, ଯାହାକି ଅବିଶ୍ୱାସର ବିଷୟ। ତାଙ୍କ ସହିତ ସେ ଥିବା ସତ୍ତ୍ୱେ ସେମାନେ ଭୟଭୀତ ହେଉଛନ୍ତି, ଆମେ କାଳେ ମରିଯିବୁ। ମୋ ପ୍ରିୟମାନେ, ତେଣୁକରି ଯୀଶୁ ସେମାନଙ୍କୁ ପଚାରୁଛନ୍ତି, ତୁମମାନେ କଣ ଏତେ ଭୀରୁ? ତୁମମାନଙ୍କର କଣ ମୋ ଉପରେ ବିଶ୍ୱାସ ନାହିଁ? ସମୁଦ୍ର କହିଲେ ଚୁପ୍ ତୁନି ହୋ, ସେ ତୁନି ହେଇଗଲା। ଆଉ ଶିଷ୍ୟମାନଙ୍କୁ କହୁଛନ୍ତି, ଏ କଣ ଆଉ କେତେ ଦିନ ମୁଁ ତୁମମାନଙ୍କ ସହିତ ରହିବି? ଆଉ କଣ କଣ କାର୍ଯ୍ୟ ଦେଖିଲେ ତୁମେ ମୋ ଠାରେ ବିଶ୍ୱାସ କରିବ? ପ୍ରିୟମାନେ, ମୋ ଉପରେ ତୁମର ଭରସା ନାହିଁ। ମୁଁ କହିଲି ଯିବା ଆରପାରିକି, ତେବେ ନିଶ୍ଚୟ ଯିବା, କୌଣସି ବିଷୟ ଆମକୁ ଅଟକାଇ ପାରିବ ନାହିଁ। ଏ କଣ ତୁମମାନଙ୍କର ବିଶ୍ୱାସ ନାହିଁ ବୋଲି ଯୀଶୁ ପଚାରୁଛନ୍ତି। ତୁମମାନେ ମତେ କହୁଛ ତୁମର କଣ ଚିନ୍ତା ନାହିଁ, ମାତ୍ର ମୁଁ ତୁମମାନଙ୍କୁ କହୁଛି ତୁମମାନଙ୍କର କଣ ବିଶ୍ୱାସ ନାହିଁ, ମୋ ଉପରେ ଭରସା ନାହିଁ? ତଥାପି ଆମେ କଣ କହୁଛୁ? ଆମେ ଯୀଶୁଙ୍କ ବିଶ୍ୱାସୀ। କେବଳ ବିଶ୍ୱାସୀ ବୋଲି କହିଲେ ହେବ ନାହିଁ, ଆମେ ବାସ୍ତବରେ ଯଦି କହୁଛୁ ଯୀଶୁଙ୍କର ବିଶ୍ୱାସୀ, ଏହିପରି ଝଡ଼ ତୋଫାନର ସମ୍ମୁଖୀନ ହେବା ସମୟରେ ସେ ବିଶ୍ୱାସ ଆଗରେ କେବଳ ଓଟି ଲାଗିଯାଏ, ଯଦ୍ୱାରା କି ଆମେ ହେଇଯାଉ ଅବିଶ୍ୱାସୀ। ଏଇ ଶିଷ୍ୟମାନଙ୍କ ପରି ଆଉ ଯୀଶୁକୁ ଦୋଷାରୋପ କରି କହିଥାଉ, ତୁମର କଣ ଆମ ପ୍ରତି ଚିନ୍ତା ନାହିଁ? ଆଉ ଯୀଶୁ ସେତେବେଳେ ଏଇ ଗୋଟିଏ ପ୍ରଶ୍ନ ପଚାରନ୍ତି, ତୁମମାନଙ୍କର କଣ ମୋ ପ୍ରତି ବିଶ୍ୱାସ ନାହିଁ? ମୋ ପ୍ରିୟମାନେ, ଯୋଉ ସ୍ଥାନରେ ପ୍ରଭୁଙ୍କ ଉପରେ ବିଶ୍ୱାସ ଥାଏ, ଭରସା ଥାଏ, ସେମାନେ କେବେ ମଧ୍ୟ ଭୟ କରନ୍ତି ନାହିଁ। କେତେ ଝଡ଼ ଆସୁ, ତୋଫାନ ଆସୁ, ଯୀଶୁଙ୍କର ଗୋଟିଏ ନିର୍ଦ୍ଦେଶ କ୍ରମେ ସବୁ ସୁସ୍ଥ ହେଇଯାଏ। ଯିଏକି ରୋଗରୁ ସୁସ୍ଥ କରନ୍ତି, ଯିଏକି ଶାରୀରିକ ମୃତ୍ୟୁରୁ ଉଦ୍ଧାର କରନ୍ତି, ଯେ ମାନସିକ ଅବସ୍ଥାକୁ ସୁସ୍ଥିର କରିପାରନ୍ତି, ଯେ ମୃତ୍ୟୁରୁ ଜୀବନ ଦେଇପାରନ୍ତି, ସେଇ ପ୍ରଭୁ ଯୀଶୁ ଆମମାନଙ୍କ ସହିତ ଅଛନ୍ତି। ଏହି ବିଶ୍ୱାସ ଯଦି ଆମମାନଙ୍କ ହୃଦୟ ମଧ୍ୟରେ ଥାଏ, ତାହେଲେ କେବେ ମଧ୍ୟ ଆମ ହୃଦୟ ମଧ୍ୟରେ ବିଶ୍ୱାସ କେବେ ମଧ୍ୟ ଦୁର୍ବଳ ହେବ ନାହିଁ। ଆମମାନଙ୍କ ଉପରେ ପ୍ରଭୁଙ୍କ ଉପରେ ଯୋଉ ଭରସା ରହିଛି, ତାହା କେବେ ମଧ୍ୟ ଉଣା ପଡିବ ନାହିଁ। ଉଭୟ ଭୟ ଓ ବିଶ୍ୱାସ ଏକାଠି ରହିପାରନ୍ତି ନାହିଁ। ଯଦି ଚିନ୍ତାରେ ବ୍ୟତିବ୍ୟସ୍ତତା ଅଛି, ତେବେ ଭରସା ନାହିଁ। ଯଦି ଭରସା ଅଛି, ତେବେ ଚିନ୍ତା ନାହିଁ। ପରିଶେଷରେ ଆମେ ଏପରି ଲେଖା ଥିବାର ଦେଖୁ ଯେ ମାର୍କ 4 ତାର 41 ପଦରେ, ଏ ତେବେ କିଏ ଯେ ପବନ ସମୁଦ୍ର ମଧ୍ୟ ଏହାର କଥା ମାନନ୍ତି। ଏଥିରୁ ଆମେ ଜାଣିପାରୁଛୁ ଶିଷ୍ୟମାନେ ସେତେବେଳେ ପର୍ଯ୍ୟନ୍ତ ପ୍ରଭୁକୁ ଚିହ୍ନି ପାରି ନାହାନ୍ତି। ସେମାନେ ପରସ୍ପର ମଧ୍ୟରେ କଥା କହୁଛନ୍ତି, କଥାବାର୍ତ୍ତା କହୁଛନ୍ତି। ସେ ସମୁଦ୍ର ଯେତେବେଳେ ତାଙ୍କର କଥା ମାନିଛି, ଚୁପ୍ ହେଇ ଶାନ୍ତ ହେଇଯାଇଛି, ସେତେବେଳେ ଶିଷ୍ୟମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଇ କହୁଛନ୍ତି, ଏ ତେବେ କିଏ, ଏ ମନୁଷ୍ୟ ତେବେ କିଏ ଯେ ଏହାର କଥା ଝଡ଼ ତୋଫାନ ମଧ୍ୟ ମାନନ୍ତି? ଏବେ ଡର କାହାକୁ, ଭୟ କାହାକୁ? ଝଡ଼ ତୋଫାନକୁ, ନା ସମୁଦ୍ରର ତରଙ୍ଗକୁ, ନା ପ୍ରଭୁ ଯୀଶୁଙ୍କୁ? ଏ ତେବେ କିଏ, ଏ ମନୁଷ୍ୟ କିଏ ଯେ ପବନ ସମୁଦ୍ର ଏହାର କଥା ମାନନ୍ତି?
ଏବଂ ପାଳନ କରନ୍ତି ଓ ସମୁଦ୍ର ଏହାର କଥା ମାନି ସୁସ୍ଥ ରହିଯାଏ। ଏ କଥାରୁ ଶିଖିବା ଦରକାର ଯେ ସେ କି ପ୍ରକାର ମନୁଷ୍ୟ ଅଟନ୍ତି, ସେ କଣ କରିପାରନ୍ତି। ଭାଇ ଭଉଣୀ ମାନେ, ସେଇ ପ୍ରଭୁ ଯୀଶୁ 2025 ବର୍ଷ ପୂର୍ବେ ଏହି ଜଗତ ମଧ୍ୟକୁ ଆସିଥିଲେ, ଆଜି ମଧ୍ୟ ସେ ସେଇ ଅଟନ୍ତି। ମଲାକି ତାର 3 ପର୍ବ 6 ପଦ ଲେଖାଯାଏ, ଆମ୍ଭେ ଆମ୍ଭେ ସଦାପ୍ରଭୁ ପରମେଶ୍ୱର ଆମ୍ଭର ପରିବର୍ତ୍ତନ ଅଛି କି? ଆମ୍ଭର କି ପରିବର୍ତ୍ତନ ଅଛି? ମୋ ପ୍ରିୟ ମାନେ, ଆମର ପ୍ରଭୁ ଯୀଶୁଙ୍କର ପରିବର୍ତ୍ତନ ନାହିଁ। ଏପ୍ରିଲ ତାର 11 ପର୍ବ 8 ପଦ ଯଦି ଦେଖିବା, ସେଇ ସ୍ଥାନ ଲେଖାଯାଏ, ଆମ୍ଭେ ସଦାପ୍ରଭୁ ଆମର ପରିବର୍ତ୍ତନ ନାହିଁ। ଯୀଶୁ ଖ୍ରୀଷ୍ଟ କହନ୍ତି, କାଲି ଆଜି ଓ ଚିରକାଳ ମୋ ସମାନ ଅଟେ। ମୋ ପ୍ରିୟ ମାନେ, ସେ ସେବେ ଥିଲେ, ଆଜି ମଧ୍ୟ ଅଛନ୍ତି, ଯୁଗାନ୍ତ ପର୍ଯ୍ୟନ୍ତ ସେ ଆମମାନଙ୍କ ସଙ୍ଗେ ସଙ୍ଗେ ରହିବେ। ସେ ଏହା କହନ୍ତି, ମୁଁ ଯୁଗାନ୍ତ ପର୍ଯ୍ୟନ୍ତ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଝଡ଼ ତୋଫାନ ଆସିବ, ଆମେ ଜୀବନ ଯାତ୍ରା ଯେତେବେଳେ କରୁଛୁ, ପ୍ରଭୁଙ୍କର ଆହ୍ୱାନ ଶୁଣି ଆର ପାରିକି ଯିବା ନିମନ୍ତେ ଆମର ଲକ୍ଷ୍ୟ ସିୟନ ଦେଶକୁ ଯିବା ପାଇଁ, ଆର ପାରିକୁ ଯିବା ପାଇଁ, ଏ ଜଗତ ପାରି ହୋଇ ଆଉ ସେଇ ସମୟରେ ଯିବା ସମୟରେ ଜୀବନ ଯାତ୍ରାରେ ଅନେକ ଝଡ଼ ତୋଫାନ ଆସିବ। ଏହା ତ ନିଶ୍ଚିତ ଗ୍ୟାରେଣ୍ଟି ରହିଛି। ଝଡ଼ ତୋଫାନ ନଥାଇକି ଆମେ ଆଗକୁ ବଢି ପାରିବା ନାହିଁ। ଅନେକ ସମସ୍ୟା ଆସିବ, ଅନେକ ପ୍ରତିକୂଳ ପରିସ୍ଥିତି ଆସିବ, ପୁଣି ପହଞ୍ଚିବାର ମଧ୍ୟ ଗ୍ୟାରେଣ୍ଟି ରହିଛି, ନିଶ୍ଚିତତା ରହିଛି। ପୁଣି ଯେଉଁ ଝଡ଼ ଆସେ ତାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଭୁ ଯୀଶୁ ସମର୍ଥ ଅଟନ୍ତି। ମୁଁ ଯୀଶୁଙ୍କୁ ମୋ ହିସାବରେ ଯାହା ଜାଣିଛି, ସେ ଏବେ ମଧ୍ୟ ଜୀବିତ ଅଛନ୍ତି। ମୁଁ ତାଙ୍କ ସଙ୍ଗରେ ରହିଲେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ, ଆଉ ସେ ମୋ ସହିତ ଅଛନ୍ତି, ବିପଦରୁ ମତେ ଉଦ୍ଧାର କରନ୍ତି। ଗୋଟେ ଛୋଟିଆ ମୋର ସାକ୍ଷ୍ୟ କହିବା ପାଇଁ ଚାହେଁ। ଆମଙ୍କର ରଜନୀ ଭଉଣୀଙ୍କର ଗାଁରେ ଯେତେବେଳେ ଆମମାନଙ୍କୁ ମାରିଲେ, ମୁଁ ମୂର୍ଚ୍ଛା ପ୍ରାୟ ହେଇଗଲି। ପାଣି ମାରି ଉଠେଇବା ପରେ ପୁନର୍ବାର ମାରିଲେ। ସେ ସ୍ଥାନ ସରପଞ୍ଚ କହିଲେ ମାରିଦେଲେ, ଗାଁଟା ଯାକ ଲୋକ ଆମେ ଆଉ ଆରେଷ୍ଟ ହେଇ ଥାନାକୁ ଯିବା। ତେଣୁକରି ସବୁଠୁ ଭଲ ଏମାନଙ୍କୁ ଥାନାରେ ଦେଇଦେବା। ଆଉ ସେମାନେ ଥାନାକୁ ଫୋନ କରୁଛନ୍ତି। ଥାନା ବାଲା କହିଲେ ଆମେ ଗାଁକୁ ଯିବୁ ନାହିଁ, ତେବେ ସେମାନଙ୍କୁ ଥାନାକୁ ନେଇ ଆସ। ଆଉ ସେମାନେ ଚାରିଆଡେ ଘେରିଲେ, ଆମକୁ ମଝିରେ ଆମ ଗାଡି ନେଇ ଯିବା ପାଇଁ କହିଲେ। ମୋ ପ୍ରିୟ ମାନେ, সেই ସମୟରେ ପ୍ରଭୁ କେଉଁଠାରୁ ଏପରି ବିଶ୍ୱାସ ଦେଲେ, ଏପରି ସାହସ ଦେଲେ, ସେମାନେ ଚାରିଆଡେ ଘେରିକି ରହିଛନ୍ତି। ମୋ ପ୍ରିୟ ମାନେ, ତଥାପି ଆମମାନେ 2 ଜଣ ଗୀତ ଗାଇ ଗାଇ ଯାଉଛୁ। ମନରେ ଟିକେ ମଧ୍ୟ ଦୁଃଖ ନାହିଁ, ମନରେ ଟିକେ ମଧ୍ୟ ନିରାଶ ନାହିଁ। ଆମକୁ ନେଇ ସେମାନେ କଣ କରିବେ, ଥାନା ବାଲା ଆମକୁ କଣ କରିବେ, ତଥାପି ମଧ୍ୟ ଆମମାନେ ସାହସର ସହିତ ପ୍ରଭୁଙ୍କ ନିକଟରେ ଗୀତ ଗାଇ ଗାଇ ଯାଉଛୁ। ସେଇ ଅନୁଭୂତି ଆଜି ମଧ୍ୟ ମୋର ମନେ ପଡିଲେ ଆଶ୍ଚର୍ଯ୍ୟ ଲାଗେ, କେଉଁଠି ସେ ସାହସ ଆସିଲା। ବାସ୍ତବରେ ମୋର ପ୍ରଭୁ ସମସ୍ତ ଅବସ୍ଥାକୁ ନିୟନ୍ତ୍ରଣ କରନ୍ତି। ସେଦିନ ମୋର ବିଶ୍ୱାସକୁ ଆହୁରି ଦୃଢୀଭୂତ ହେଲା। ଯେତେବେଳେ ଥାନାକୁ ଗଲୁ, ସେତେବେଳେ ସେକେଣ୍ଡ ଅଫିସର ଆମକୁ ନେଇ ସେ ଖାଡି ଭିତରେ ରଖିଦେଲେ, କିନ୍ତୁ ଯେତେବେଳେ ୱାଇସି ଆସିଲେ, ପ୍ରଭୁ ତା ହୃଦୟରେ କାର୍ଯ୍ୟ କଲେ, ଆଉ ସେମାନଙ୍କୁ ବାହାରକୁ ଡାକିଲେ। ଏପରି ପରିସ୍ଥିତି ଆସିଲା, ସେଇ ସ୍ଥାନରେ ପ୍ରଭୁଙ୍କର ସାକ୍ଷ୍ୟ ଆମେ ଦେଲୁ, ଗାଁ ବାଲାଙ୍କର ଉପସ୍ଥିତିରେ, ଥାନାର ଉପସ୍ଥିତିରେ। ଆଉ ଯାହାକୁ ସେମାନେ ଗାଈ ରକ୍ତ, ଗାଈ ମାଂସ କହୁଥିଲେ, ପ୍ରଭୁ ଭୋଜ ଦେବା ସେମାନେ ଯାହା ସେମାନେ ଧରିଥିଲେ, ଆଉ ସିଜ କରି ଆଣିଥିଲେ, ତାକୁ ସେଇ ସ୍ଥାନରେ ରୁଟି ଏବଂ ଦ୍ରାକ୍ଷାରସ ବୋଲି ପରିଚୟ ଦେଲୁ। ଆଉ ସେ ଥାନା ବାଲା କହିଲେ, ଆଉ ସେ ଗାଁକୁ ତୁମେ ଯାଅ ନାହିଁ, ଯଦି ଚାହିଁବ ଏଇ ସ୍ଥାନରେ ଆମେ ଅନୁମତି ଦେବୁ, ଏଇ ସ୍ଥାନରେ ଗୋଟେ ବଡ ପେଣ୍ଡାଲ କରି ଆପଣ ପ୍ରଭୁଙ୍କର ସୁସମାଚାର ପ୍ରଚାର କରନ୍ତୁ। ହାଲେଲୁୟା। ବାସ୍ତବରେ ପ୍ରଭୁ ଆମଙ୍କର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରମେଶ୍ୱର। ଏତେ ବଡ ଭୟଙ୍କର ପରିସ୍ଥିତି ଆସୁ, ଆଉ ସେ ତାହାକୁ ସାମ୍ନା କରିବା ପାଇଁ ଆମମାନଙ୍କୁ, ମୁକାବିଲା କରିବା ପାଇଁ ଆମମାନଙ୍କୁ ସାହାଯ୍ୟ ପ୍ରଦାନ କରନ୍ତି। ଯୌନ ତାର 15 ପର୍ବ 4 ପଦ ଲେଖାଯାଏ, ଆମେ ଯେବେ ଯୀଶୁଙ୍କ ପାଖରେ ରହିବା, ତେବେ ଯୀଶୁ ଆମମାନଙ୍କ ସହିତ ରହିବେ। ଯେତେ ବଡ ସମସ୍ୟା ଆସୁ, ପରିସ୍ଥିତି ଆସୁ, ସେ ସମୟରେ ତାହା କେବେ ମଧ୍ୟ ଆମମାନଙ୍କୁ ବିଚଳିତ ହେବାକୁ ଦେବେ ନାହିଁ। ଆଜିର ଯୋଉ ଶାସ୍ତ୍ରାଂଶ ଆମେ ପଢିଥିଲୁ, ପ୍ରଥମେ ପଢି ଆଉ ଆମଙ୍କର ଆରମ୍ଭ କଲୁ ଆମଙ୍କର କାର୍ଯ୍ୟକ୍ରମ, ଯାହାକି ପ୍ରଥମ ଯୋହନ ତାର 4 ପର୍ବ 3 ପର୍ବ ଆଉ ଶେଷ ପଦରେ ଲେଖାଯାଏ, ସେ ଯେ ତାହାଙ୍କର ଆଜ୍ଞା ପାଳନ କରେ, ସେ ତାହାଙ୍କ ଠାରେ ରହେ ଓ ସେ ତାହାଙ୍କ ଠାରେ ରହନ୍ତି। ସେ ଦେଖୁଛୁ, ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କ ଠାରେ ରହେ ଓ ସେ ତାହାଙ୍କ ଠାରେ ରୁହନ୍ତି, ଆଉ ସେ ସେମାନଙ୍କ ଠାରେ ରହନ୍ତି। ଏହା ମାନେ ତାହାଙ୍କ ଦତ୍ତ ଆତ୍ମାଙ୍କ ଦ୍ୱାରା ଜାଣିଅଛୁ। ମୋ ପ୍ରିୟ ମାନେ, ଯେ ତାହାଙ୍କ ଆଜ୍ଞା ପାଳନ କରେ, ଯଦି ଆମେ ପ୍ରଭୁଙ୍କର ଆଜ୍ଞା ପାଳନ କରୁଛୁ, ଆସ ଆର ପାରିକି ଯିବା। ତାଙ୍କର ଆହ୍ୱାନ ଶୁଣି ଆମେ ଜୀବନ ଯାତ୍ରାରେ ଆଗକୁ ବଢୁଛୁ।
ଏଇପରି ଝଡ଼ ତୋଫାନ ତ ନିଶ୍ଚିତ ଭାବରେ ଆସିବ, ଗ୍ୟାରେଣ୍ଟି ରହିଅଛି। କିନ୍ତୁ ପ୍ରଭୁଙ୍କର ବାକ୍ୟରେ ମଧ୍ୟ ଭରସା ରହିଛି, ବିଶ୍ୱାସ ରହିଛି। ସେ ଯାହା କହନ୍ତି ଅଟଳ ବାକ୍ୟ କହନ୍ତି, ଆଉ ତାଙ୍କର ମଧ୍ୟ ଗ୍ୟାରେଣ୍ଟି ରହିଛି ଯେ ଆମମାନେ ଆରପାରି ଯାଇ ପହଞ୍ଚିବା। ଯଦି ଆମେ ପ୍ରଭୁଙ୍କର ଆଜ୍ଞା ମାନି ମାନେ ଚଳୁ, ପୁଣି ତାଙ୍କ ସହିତ ରହୁ। ଯେତେବେଳେ ଆମେ ତାଙ୍କ ଆଜ୍ଞା ମାନୁ ସେତେବେଳେ ସେ ଆମ ସହିତ ରୁହନ୍ତି, ଆମେ ତାଙ୍କ ସହିତ ରହୁ। ଆଉ ସେତେବେଳେ ଯେତେ ବଡ଼ ବିପଦ ଆସୁ, ସମସ୍ୟା ଆସୁ, ସେଇ ସମୟରେ ଆମମାନେ କେବେ ମଧ୍ୟ ନିରାଶ ହେବା ନାହିଁ। ଆଜି ହୁଏତ ଲୋକ ଅନେକ ଜାଣିନାହାନ୍ତି, ପ୍ରଭୁଙ୍କର ପରିଚୟ ପାଇନାହାନ୍ତି, ତେଣୁକରି ଏଇ ସବୁ ଚର୍ଚ୍ଚାର ଆମେ ସମ୍ମୁଖୀନ ହଉ। କିନ୍ତୁ ଭୟ କରିବା ନାହିଁ। ଯେତେ ବଡ଼ ବିପଦ ଆସୁ, ଆଗକୁ ଆହୁରି ଭୟଙ୍କର ବିପଦ ଆସିବ, କିନ୍ତୁ ଆମମାନେ ସେ ସବୁ ଅତିକ୍ରମ କରି ଯିବା। କାରଣ ପ୍ରଭୁଙ୍କର ସବୁ ଅବସ୍ଥାକୁ, ସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଅଛି। ପ୍ରଭୁ ଆମ ପ୍ରତ୍ୟେକକୁ ଆଶୀର୍ବାଦ କରନ୍ତୁ। ଆଜିର ବାକ୍ୟ ଦେଇ ଆମମାନଙ୍କର ଅଳ୍ପ ବିଶ୍ୱାସକୁ ଦୃଢ଼ୀଭୂତ କରନ୍ତୁ, ଯେତେବେଳେ ଆମମାନେ ସେଇ ଆରପାରିରେ ଯାଇ ପହଞ୍ଚିବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ।